ଲଗାଣ ବର୍ଷାରେ ବେହାଲ ହେଲା ମାଲକାନଗିରି ଜିଲ୍ଲା। ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ମାଲକାନଗିରି ଜିଲ୍ଲା। ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୋଟେରୁ ପୋଲ ଉପରେ 5ରୁ 6 ଫୁଟର ବନ୍ୟା ପାଣି ଯିବା ସହିତ ପୋଟେରୁ ଗାଁ ସମ୍ପୂର୍ଣ୍ଣ ବୁଡ଼ି ରହିଛି। ସୁଅ ପ୍ରଖର ଥିବାରୁ ଲୋକମାନେ ଯିବା ଆସିବା କରିବା ସମ୍ଭବପର ହୋଇପାରୁନାହିଁ। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ପୋଟେରୁ ଗାଁକୁ। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି। ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଲକାନଗିରି ଜିଲ୍ଲାର ପ୍ରବେଶ ପଥ ପାଙ୍ଗମ ପୋଲ ଉପରେ ମଧ୍ୟ ବନ୍ୟା ଜଳ 4 ଫୁଟ ଉପରେ ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସମ୍ପୂର୍ଣ୍ଣ ଜାତୀୟ ରାଜପଥ ବୁଡ଼ିଥିବା ଯୋଗୁଁ ଦୁଇ ଜିଲ୍ଲାକୁ ଯାତାୟାତ ସମ୍ଭବ ହୋଇପାରୁନାହିଁ। ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଲୋକମାନେ ଖାଇବା ଏବଂ ରହିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ତଳିଆ ଅଞ୍ଚଳ ଲୋକମାନେ କିପରି ବର୍ଷା ଦିନେ ହଇରାଣ ହରକତ ନ ହେବେ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନାହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମାଲକାନଗିରିରୁ ପ୍ରିୟ ପଣ୍ଡାଙ୍କ ସହିତ ସୁବ୍ରତ ଚୌଧୁରୀଙ୍କ ରିପୋର୍ଟ, OTN TV।